ମାନେ କିଛି ନିଶା ଦ୍ରବ୍ୟ କରୁନଥିବା ଲୋକମାନେ ବି କ୍ୟାନ୍ସରରେ ଡେଥ୍ ହେଇଯାଉଛନ୍ତି ରାଇଟ୍। ଆଜ୍ଞା ତ ଏଇଟା ବେଟର ସିଏ ଜାଣିଥିବ ବିକଜ ତା ଦେହରେ ମାନେ ଯେହେତୁ ଏଇ ରୋଗଟା ହେଇଛି ସେ ନିଜେ ସେଟାକୁ ଆଜି ସଫରିଂ ସେଥିରେ ହଉଛି ତ ବେଟର ସିଏ ଜାଣିଥିବ କଣ ହେଇଛି ତା ଲାଇଫରେ କି କଣ ପାଇଁ ଆଜି ସେ ଏମିତି ହେଇଛି। ବାକି ତାଙ୍କ ୱାଇଫ କଥା ଯଦି କହିବି ଏଇଟା ତାଙ୍କର ବ୍ୟକ୍ତିଗତ କଥା ତେଣୁ ବେଟର ମୋଠୁ ସିଏ ମାନେ କହିପାରିବେ କଣ ସେ ଜିନିଷଟା। ମତେ ବହୁତ ରେସ୍ପେକ୍ଟ କରେ ଆଉ ମୁଁ ତାକୁ ବହୁତ ଭଲ ପାଏ। ମୁଁ ସକ୍ ହେଇଗଲି ମାନେ ମୁଁ ଆଶ୍ଚର୍ଯ୍ୟ ହଠାତ୍ କଣ ହେଲା ଏବେ ତ ରିସେଣ୍ଟଲି ତାର ସବୁ ଶୋ ଚାଲିଥିଲା ଲାଇଭ କନସର୍ଟ ସବୁ ଚାଲିଥିଲା। ଆଜ୍ଞା ତ ଲାଷ୍ଟ ସାର୍ ଆପଣ କେବେ କଥା ହେଇଥିଲେ ହ୍ୟୁମାନ ସାର୍ଙ୍କ ସାଙ୍ଗରେ? ଲାଷ୍ଟ ଆମେ ବହୁତ କମ ମାନେ ଫିଜିକାଲି ଦେଖା ହଉ ଆଜ୍ଞା ବଟ୍ ଯେତେବେଳେ ଦେଖା ହୁଏ ସେ ସବୁବେଳେ ମତେ ରେସ୍ପେକ୍ଟ କରେ ଆଜ୍ଞା ବଡ ଭାଇ ବୋଲି ମାନେ। ଆଉ କେବେ ଆମେ ମିଶିକି ଷ୍ଟେଜ ସେୟାର କରିନୁ। ଆଜ୍ଞା ମୋର ସବୁବେଳେ ଇଚ୍ଛା ତା ସହିତ ଷ୍ଟେଜ ସେୟାର କରିବି ଆଉ କେବେ ଆମର ମୁଁ ପ୍ରାୟ ସିଙ୍ଗର୍ସ ମାନଙ୍କ ସହିତ ଡୁଏଟ୍ସ ଗାଇ ସାରିଛି ଫିମେଲ ହଉ ମେଲ ହଉ ବଟ୍ ତା ସାଙ୍ଗରେ ମୋର କେବେ ବି ଗୋଟେ ଗୀତ ରେକର୍ଡ ହେଇନି ମୁଁ ବିକଜ ମୁଁ ତା ଭଏସକୁ ବହୁତ ଭଲ ପାଏ ଆଣ୍ଡ ଆଜ୍ ଏ ହ୍ୟୁମାନ ବିଙ୍ଗ କାହା ପାଇଁ କଣ ହେଇଥାଇପାରେ ବଟ୍ ଯେହେତୁ ମତେ ସେ ବହୁତ ସ୍ନେହ କରେ ରେସ୍ପେକ୍ଟ କରେ ମୁଁ ତାକୁ ସେତିକି ଭଲ ପାଏ। ତେଣୁ ସେମିତି ମାନେ ସବୁଥିରେ ନିଜକୁ ମାନେ ସତର୍କ ରହିବାକୁ ପଡିବ। ଆଉ ଡ୍ରିଙ୍କସ ତ ମୁଁ କହିବି କି ମାନେ ମୁଁ ତ ତା ବିପକ୍ଷରେ ସବୁବେଳେ ଯିବି। ଆଜ୍ଞା ଯଦି କିଏ ପର୍ସନାଲି ତାଙ୍କର କରୁଛନ୍ତି ଟିକେ ଜଗି ରଖି ନିଜ କେୟାର ନେଇକି ସବୁବେଳେ ଯାହା କରିବା ପୂର୍ବରୁ କିଛି ଗୋଟେ ଷ୍ଟେପ ନବା ପୂର୍ବରୁ ଏମିତି କିଛି କାମ କରିବା ପୂର୍ବରୁ ସବୁବେଳେ ଭାବିବେ ଯେ ମୋ ଉପରେ କେତେ ଲୋକ ଡିପେଣ୍ଡ କରୁଛି ମୋ ଉପରେ ମୋ ଇଣ୍ଡଷ୍ଟ୍ରି ଡିପେଣ୍ଡ କରୁଛି ମୋ ଉପରେ ମୋ ପରିବାର ସଫରିଂ ହଉଛି ଛୁଆ ଅଛନ୍ତି ମୋ ବାପା ମା ଅଛନ୍ତି ମୋ ସାଙ୍ଗସାଥି ସମସ୍ତେ ଅଛନ୍ତି। ଆଜ୍ଞା ତେଣୁ ସମସ୍ତଙ୍କ କଥାକୁ ଭାବିବାକୁ ପଡିବ। ସାର୍ ଆଜ୍ଞା ସାର୍ ହ୍ୟୁମାନ ସାର୍ ମେଡିକାଲରେ ଆଡମିଟ୍ ହେଇଛନ୍ତି ଏମ୍ସରେ ଗତକାଲି ରାତିରୁ ଲିଭର ଆଉ କିଡନୀ ରୋଗରେ ଆକ୍ରାନ୍ତ ହେଇକି ଭେଣ୍ଟିଲେଟର ଅଛନ୍ତି। କଣ କହିବେ କେମିତି ଆଶୁ ଆରୋଗ୍ୟ କାମନା କରୁଛନ୍ତି ସାର୍ଙ୍କର? ପ୍ରଥମତଃ ସମସ୍ତଙ୍କୁ ନମସ୍କାର। ଫାର୍ଷ୍ଟ କହିବି କି ସମସ୍ତେ ସୁସ୍ଥ ରୁହନ୍ତୁ। ବାକି ହ୍ୟୁମାନ କଥା ମୁଁ ଯଦି କହିବି ଗତକାଲି ମୁଁ ଯେତେବେଳେ ଜାଣିଲି ଦେହ ଅସୁସ୍ଥ ବୋଲି ମାନେ ସେ ମୋର ଗୋଟେ ସାନ ଭାଇ ମୋର ବନ୍ଧୁ ମତେ ବହୁତ ରେସ୍ପେକ୍ଟ କରେ ଆଉ ମୁଁ ତାକୁ ବହୁତ ଭଲ ପାଏ। ମୁଁ ସକ୍ ହେଇଗଲି ମାନେ ମୁଁ ଆଶ୍ଚର୍ଯ୍ୟ ହଠାତ୍ କଣ ହେଲା ଏବେ ତ ରିସେଣ୍ଟଲି ତାର ସବୁ ଶୋ ଚାଲିଥିଲା ଲାଇଭ କନସର୍ଟ ସବୁ ଚାଲିଥିଲା। ଆଜ୍ଞା ତ ଲାଷ୍ଟ ସାର୍ ଆପଣ କେବେ କଥା ହେଇଥିଲେ ହ୍ୟୁମାନ ସାର୍ଙ୍କ ସାଙ୍ଗରେ? ଲାଷ୍ଟ ଆମେ ବହୁତ କମ ମାନେ ଫିଜିକାଲି ଦେଖା ହଉ ଆଜ୍ଞା ବଟ୍ ଯେତେବେଳେ ଦେଖା ହୁଏ ସେ ସବୁବେଳେ ମତେ ରେସ୍ପେକ୍ଟ କରେ ଆଜ୍ଞା ବଡ ଭାଇ ବୋଲି ମାନେ। ଆଉ ମୁଁ ତାକୁ ସବୁବେଳେ ମୋର ବନ୍ଧୁ ମୋ ସାଙ୍ଗ ବୋଲି ତାକୁ ଭାବେ ଆଉ ଆମେ ବୋଧେ ବୋଧେ ଏଇ ମାସେ ଦେଢ ମାସ ତଳେ ଦେଖା ହେଇଥିଲୁ ଷ୍ଟୁଡିଓରେ। ଆଜ୍ଞା ଆଉ ମୁଁ ଯେତେବେଳେ ଦେଖା ହୁଏ ତାକୁ ତା ପରିବାର କଥା ତା ଛୁଆ କଥା ସବୁବେଳେ ପଚାରେ ସିଏ ବି ସେମ୍ ଭାଇ ଆଜ୍ଞା କେମିତି ଅଛନ୍ତି ଆମ ଝିଅ କେମିତି ସବୁ ଜିନିଷ। ବଟ୍ କଣ ହଠାତ୍ ହେଲା ମୁଁ ତ ଜାଣିନି ତାର ବିହାଇଣ୍ଡ ଦ ସିନ୍ କଣ ପାଇଁ ତାର ହଠାତ୍ ଏତେ ସବୁ ଅର୍ଗାନ ଗୁଡାକ ଡ୍ୟାମେଜ ବୋଲି ସମସ୍ତେ କହୁଛନ୍ତି। ଯାହା କିଛି ବି ଦିନ ହଉ ନା ପୂର୍ବରୁ ସାର୍ ହ୍ୟୁମାନ ସାର୍ଙ୍କ ୱାଇଫ ମ୍ୟାଡାମ ବି କହିଥିଲେ କି ଗଣମାଧ୍ୟମରେ ସେ ପ୍ରାୟତଃ ସବୁବେଳେ ନିଶାସକ୍ତ ରହନ୍ତି ମଦ୍ୟପାନ କରନ୍ତି ସେଥିପାଇଁ ଏସବୁ ରୋଗର ଲିଭର କିଡନୀରେ ଆକ୍ରାନ୍ତ ହୋଇଛନ୍ତି ବୋଲି କହିପାରିବ? ଦେଖନ୍ତୁ ଏଇଟା ହଉଛି ତାର ବ୍ୟକ୍ତିଗତ କଥା କଣ ହେଇଥାଇପାରେ ଖାଲି ମାନେ ଡ୍ରିଙ୍କସ କଲେ ଅତ୍ୟଧିକ ସେଇଟା ହୁଏ ବି ସେମିତି ନାହିଁ। ମାନେ କିଛି ନିଶା ଦ୍ରବ୍ୟ କରୁନଥିବା ଲୋକମାନେ ବି କ୍ୟାନ୍ସରରେ ଡେଥ୍ ହେଇଯାଉଛନ୍ତି ରାଇଟ୍। ଆଜ୍ଞା ତ ଏଇଟା ବେଟର ସିଏ ଜାଣିଥିବ ବିକଜ ତା ଦେହରେ ମାନେ ଯେହେତୁ ଏଇ ରୋଗଟା ହେଇଛି ସେ ନିଜେ ସେଟାକୁ ଆଜି ସଫରିଂ ସେଥିରେ ହଉଛି ତ ବେଟର ସିଏ ଜାଣିଥିବ କଣ ହେଇଛି ତା ଲାଇଫରେ କି କଣ ପାଇଁ ଆଜି ସେ ଏମିତି ହେଇଛି। ବାକି ତାଙ୍କ ୱାଇଫ କଥା ଯଦି କହିବି ଏଇଟା ତାଙ୍କର ବ୍ୟକ୍ତିଗତ କଥା ତେଣୁ ବେଟର ମୋଠୁ ସିଏ ମାନେ କହିପାରିବେ କଣ ସେ ଜିନିଷଟା। ଆଜ୍ଞା ସାର୍ ଆପଣଙ୍କ ମତରେ ତାଙ୍କ ୱାଇଫ ତାଙ୍କ ଝିଅକୁ ସେ ବହୁତ ଭଲ ପାଆନ୍ତି ଝିଅ କଥା ସବୁବେଳେ ବି ଆବସଲ୍ୟୁଟଲି କୁହନ୍ତି। ଆବସଲ୍ୟୁଟଲି ତାଙ୍କ ୱାଇଫ ତାଙ୍କ ଝିଅ ଆସିବେ ତାଙ୍କ ସହ ଦେଖା କରିବାକୁ? କହିପାରିବିନି ଆଜ୍ଞା ଏଇଟା ବି ତାଙ୍କ ପର୍ସନାଲ ତାଙ୍କ ବ୍ୟକ୍ତିଗତ କଥା। ଆଜ୍ଞା ଆଜ୍ଞା ବଟ୍ ମୁଁ ତ ଡେଫିନେଟଲି ମୁଁ ସମୟ କାଢିକି ଯିବି ଆଉ ଆଜ୍ଞା ମୁଁ ମୋର ସବୁବେଳେ ମାନେ ଓଡିଆ ଇଣ୍ଡଷ୍ଟ୍ରି ଏମିତି ଭଏସ ମୁଁ ତା ଭଏସକୁ ବହୁତ ହି ପସନ୍ଦ କରେ। ଆଜ୍ଞା କୋଉ ଗୀତ ସାର୍ ଗୋଟେ ତାଙ୍କର ଆପଣଙ୍କୁ ବହୁତ ଭଲ ଲାଗେ? ମାନେ ସିଏ ଯେବେଠୁ ଆସିଛି ସେବେଠୁ ବୋଧେ ମୁଁ କହିବି କି ବଲିଉଡ ସିଙ୍ଗର ଆସିବା ଓଡିଆ ଇଣ୍ଡଷ୍ଟ୍ରି କମି ଯାଇଛି ଗୋଟେ ଅଲଗା ଏରା କ୍ରିଏଟ କରିଥିଲା ସିଏ କରିଛି। ଆଜ୍ଞା ଓଡିଆରେ ଅରିଜିତ ସିଂ ତାଙ୍କୁ କହନ୍ତି ହ୍ୟୁମାନ ସାର୍ଙ୍କୁ। ଡେଫିନେଟଲି ମାନେ ଗୋଟେ ଏରା ସେ କ୍ରିଏଟ କଲା ଆଉ ସବୁ ସିଙ୍ଗର୍ସ ମାନଙ୍କର ମାନେ କଣ କହିବି ଫାଇନାନ୍ସିଆଲି ଡେଭଲପମେଣ୍ଟ ବି ସମସ୍ତଙ୍କର ହେଲା ମାନେ ନିହାତି ମୁଁ କହିବି ସିଏ ତାର ମାନେ କ୍ରିଏଟର୍ସ ବୋଲି ମୁଁ ତାକୁ କହିବି ସମସ୍ତେ ତାକୁ ମାନେ ଭାବନ୍ତି। ଆଜ୍ଞା ଆଉ ମୋର ବହୁତ ତା ପ୍ରତି ରେସ୍ପେକ୍ଟ ସବୁବେଳେ ରହିଛି।
ଆଉ କେବେ ଆମେ ମିଶିକି ଷ୍ଟେଜ୍ ସେୟାର କରିନୁ। ଆଜ୍ଞା ମୋର ସବୁବେଳେ ଇଚ୍ଛା ତା ସହିତ ଷ୍ଟେଜ୍ ସେୟାର କରିବି। ଆଉ କେବେ ଆମର ମୁଁ ପ୍ରାୟ ସିଙ୍ଗର୍ସ ମାନଙ୍କ ସହିତ ଡୁଏଟ୍ସ ଗାଇ ସାରିଛି, ଫିମେଲ ହଉ ମେଲ୍ ହଉ। ବଟ୍ ତା ସାଙ୍ଗରେ ମୋର କେବେ ବି ଗୋଟେ ଗୀତ ରେକର୍ଡ ହେଇନି। ମୁଁ ବିକଜ ମୁଁ ତା ଭଏସ୍କୁ ବହୁତ ଭଲ ପାଏ ଆଣ୍ଡ ଆଜ୍ ଏ ହ୍ୟୁମାନ୍ ବିଙ୍ଗ କାହା ପାଇଁ କ'ଣ ହେଇଥାଇପାରେ ବଟ୍ ଯେହେତୁ ମୋତେ ସେ ବହୁତ ସ୍ନେହ କରେ, ରେସ୍ପେକ୍ଟ କରେ, ମୁଁ ତାକୁ ସେତିକି ଭଲ ପାଏ। ଆଜ୍ଞା ସାର୍ଙ୍କ ଆଶୁ ଆରୋଗ୍ୟ କାମନା କିଭଳି ଭାବେ କରିବେ, କେତେ ଜଲ୍ଦି ସେ ସୁସ୍ଥ ହେଇଯାଆନ୍ତୁ ବୋଲି। ଡାକିବି ମହାପ୍ରଭୁ ଜଗନ୍ନାଥଙ୍କୁ ତ ମୁଁ ବହୁତ ଭଲ ପାଏ। ଆଉ ମୁଁ ସବୁ ଧର୍ମର ସବୁ ଠାକୁରଙ୍କୁ ବହୁତ ଭଲ ପାଏ। ସବୁ ଠାକୁରଙ୍କୁ ମୁଁ ପ୍ରେ କରିବି କି ସେ ସୁସ୍ଥ ହଉ ଆଉ ଖୁସିରେ ସବୁବେଳେ ସେ ଥାଉ। ଆଉ ଡେଫିନେଟଲି ଆମ ବନ୍ଧୁ ସିଏ ତ ଆମେ ସାର୍ ସମସ୍ତେ ତାକୁ କହିପାରିବା କି ମଦ୍ୟପାନ ସମସ୍ତଙ୍କୁ ଗୋଟେ ବିପରୀତ ଦିଗକୁ ନେଇଯାଉଛି। ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତେ ଡ୍ରିଙ୍କସ୍ କରିକି ନିଶାରେ ରହିକିରି ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ହଉଛନ୍ତି। ଯେମିତି ନିକଟରେ ଅଭିଜିତ ଦେଖନ୍ତୁ ମାନେ ସାର୍ଙ୍କୁ କହନ୍ତିନି ଗୋଟେ ମାନେ କ'ଣ ଯୋଉ ଅତ୍ୟଧିକ ସବୁ ଜିନିଷର ଗୋଟେ ଲିମିଟ୍ ଥାଏ। ଆଜ୍ଞା ସିଏ ମାନେ ସମସ୍ତେ ସମସ୍ତଙ୍କ ଲାଇଫଷ୍ଟାଇଲ ଯିବାକୁ ଚେଷ୍ଟା କରନ୍ତି, ଭଲ ପାଆନ୍ତି। ତେଣୁ କାହା ଲାଇଫଷ୍ଟାଇଲ କିଏ କେମିତି ବଞ୍ଚୁଛି ସେଇଟା ଆମର ଟିପ୍ପଣୀ ଦେବା ଠିକ୍ ନୁହେଁ। ବଟ୍ ସବୁ ଜିନିଷର ଗୋଟେ ଲିମିଟ୍ ଥାଏ। ଆମକୁ ମଟନ୍ ଭଲ ଲାଗେ ତା ବୋଲି ନୁହେଁ ଯେ ଆମେ ବେକେ ଯାଏଁ ଖାଇଦେବା। ଆଜ୍ଞା ଆଜ୍ଞା ତେଣୁ ସେମିତି ମାନେ ସବୁଥିରେ ନିଜକୁ ମାନେ ସତର୍କ ରହିବାକୁ ପଡ଼ିବ। ଆଉ ଡ୍ରିଙ୍କସ୍ ତ ମୁଁ କହିବି କି ମାନେ ମୁଁ ତ ତା ବିପକ୍ଷରେ ସବୁବେଳେ ଯିବି। ଆଜ୍ଞା ଯଦି କିଏ ପର୍ସନାଲି ତାଙ୍କର କରୁଛନ୍ତି ଟିକେ ଜଗି ରଖି ନିଜ କେୟାର ନେଇକି ସବୁବେଳେ ଯାହା କରିବା ପୂର୍ବରୁ କିଛି ଗୋଟେ ଷ୍ଟେପ୍ ନେବା ପୂର୍ବରୁ ଏମିତି କିଛି କାମ କରିବା ପୂର୍ବରୁ ସବୁବେଳେ ଭାବିବେ ଯେ ମୋ ଉପରେ କେତେ ଲୋକ ଡିପେଣ୍ଡ କରୁଛି, ମୋ ଉପରେ ମୋ ଇଣ୍ଡଷ୍ଟ୍ରି ଡିପେଣ୍ଡ କରୁଛି, ମୋ ଉପରେ ମୋ ପରିବାର ସଫରିଂ ହେଉଛି, ଛୁଆ ଅଛନ୍ତି, ମୋ ବାପା ମା ଅଛନ୍ତି, ମୋ ସାଙ୍ଗସାଥି ସମସ୍ତେ ଅଛନ୍ତି। ଆଜ୍ଞା ତେଣୁ ସମସ୍ତଙ୍କ କଥାକୁ ଭାବିବାକୁ ପଡ଼ିବ। ବାସ୍ ୟୁ ଜଷ୍ଟ ଡୁ ୟୋର ୱାର୍କ, ଭଲ କାମ କରିଚାଲ, ସ୍ନେହ ଭଲ ପାଇବା ବାଣ୍ଟି ଚାଲିବା। ବାକି ଭଗବାନ ତାଙ୍କର ବିଚାର କରିବେ। ଆଜ୍ଞା ସାର୍ ଥ୍ୟାଙ୍କ ୟୁ ସାର୍। ଥ୍ୟାଙ୍କ ୟୁ।